ଜୟ ଗୁରୁ। ନିପୀଡ଼ିତ ପ୍ରାଣ ଯେତେବେଳେ ଆର୍ତ୍ତ ଚିତ୍କାର କରି ଉଠେ, ମଣିଷ ଯେତେବେଳେ ଚଲାପଥ ଭୁଲି ନରକର ଅଭିସାର ରଚନା କରେ ଏବଂ ଯନ୍ତ୍ରଣାର ଯନ୍ତାରେ ପତିତ ହୋଇ ନିଜର ଜୀବନ ରକ୍ଷା ନିମିତ୍ତ କାତର ହେଉଥାଏ, ସେତେବେଳେ ହିଁ ପରମ ପୁରୁଷଙ୍କର ପ୍ରାଣସତ୍ତା ଆନ୍ଦୋଳିତ ହୋଇ ଉଠେ। ଦରଦୀ ହୃଦୟ ନେଇ ନିଜର ସୃଷ୍ଟିକୁ ରକ୍ଷା କରିବା ପାଇଁ ସେ ଓହ୍ଲାଇ ଆସନ୍ତି ଏହି ଧୂଳି ମାଟିର ପୃଥିବୀକୁ। ସେ ହୁଅନ୍ତି ବାଟ ଭୁଲା ମଣିଷର ପଥପ୍ରଦର୍ଶକ, ଗୁରୁ ବା ସଦ୍ଗୁରୁ। ତାଙ୍କରି ପ୍ରେମରେ ଉଦ୍ଭାସିତ ହୋଇ ଉଠେ ସମଗ୍ର ବିଶ୍ୱସତ୍ତା। ସେ ପରମ ଦରଦୀ, ପରମ ପ୍ରେମମୟ, ଅଦ୍ୱିତୀୟ ତାଙ୍କର ଭଲ ପାଇବାର କାଇଦା। ବିଶ୍ୱ ଚରାଚରରେ ଅଦ୍ୱିତୀୟ ତାଙ୍କରି ଅନୁପମ ଲୀଳା ମାଧୁର୍ଯ୍ୟ। କେତେବେଳେ ଯେ କାହା ମଧ୍ୟ ଦେଇ ସେ କିପରି ମଙ୍ଗଳ ଘଟାଇ ଦିଅନ୍ତି, ତାହା ସମସ୍ତଙ୍କର ପ୍ରତିପକ୍ଷ ଅଗୋଚର। ତାଙ୍କରି ପରଶରେ ଶୋକସନ୍ତପ୍ତ ପ୍ରତିଟି ହୃଦୟ ପାଇ ଉଠେ ଆନନ୍ଦର ଅମୃତ ଧାରା। ବେଦନାପ୍ଲୁତ ପ୍ରତିଟି ହୃଦୟ ଭିତରେ ଗଢ଼ି ଉଠେ ଶାନ୍ତିର ସୁଦୃଢ଼ ସୌଧ। ତାଙ୍କରି ଆଶ୍ରିତ ଶତ ସହସ୍ର ନରନାରୀଙ୍କ ପାଖରେ ସ୍ମୃତିର ମାଳା ସ୍ୱରୂପ ଗୁନ୍ଥି ହୋଇ ଉଠେ ଶହ ଶହ ଅନୁଭୂତିର ସୁବାସିତ ପୁଷ୍ପ। ଏହିପରି ଜଣେ ଆଶ୍ରମିକ ପରମ ଶ୍ରଦ୍ଧେୟ ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ଯିଏକି ତାଙ୍କରି ସାମୀପ୍ୟରେ ରହିବାର ସୁଯୋଗ ପାଇଥିଲେ ଏବଂ ସାଉଁଟିଥିଲେ ସେ ଦୟା ଓ ପ୍ରେମର ପରଶମଣି। ଆଉ ଏହା ହେଉଛି ତାଙ୍କରି ସେ ଦିବ୍ୟ ସ୍ମୃତିର ଅନୁପମ ଗାଥା। 1954 ମସିହା ଠାରୁ ପରମ ଦୟାଲ ଶ୍ରୀ ଠାକୁରଙ୍କ ଶ୍ରୀ ଚରଣ ତଳେ ରହିଥିଲି। ଗ୍ରହଣୀ ରୋଗରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ କଷ୍ଟରେ କାଳ ଯାପନ କରୁଥିଲି। ଅନେକ ଔଷଧପତ୍ର ପ୍ରୟୋଗ କରି ମଧ୍ୟ ସେ ପେଟ ବେମାର ଯଥାପୂର୍ବଂ ତଥାପରଂ ଅବସ୍ଥାରେ ରହିଥାଏ। ସେତେବେଳର ଆନନ୍ଦ ବଜାର ଭିକ୍ଷା ଉପରେ ହିଁ ଚାଲିଥାଏ। କେଉଁଦିନ ବା ପତଳା ଡାଲି, କେଉଁଦିନ ବା ପରିବା ଝୋଳ, କିନ୍ତୁ ଖାଇବା ପାଇଁ ବଡ଼ ସୁସ୍ୱାଦୁ। ଆନନ୍ଦ ବଜାରର ପରିଚାଳନା କରୁଥାନ୍ତି ଶ୍ରଦ୍ଧେୟ ନଗେନ୍ଦ୍ର ଦା ଓ ଶ୍ରଦ୍ଧେୟ ଯଜ୍ଞେଶ୍ୱର ସିଂହ ସାମନ୍ତ। ସର୍ବୋପରି ପରମାରାଧ୍ୟ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କର ସନ୍ତାନମାନଙ୍କ ପ୍ରତି ହୃଦୟର ଆକର୍ଷଣ। ଦିନରେ ଅବା ରାତିରେ ଆନନ୍ଦ ବଜାର ଶେଷ ନ ହେବା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ମା କିନ୍ତୁ ଜାଗ୍ରତ ପ୍ରହରୀ ପରି ବସିଥାନ୍ତି। ମାଙ୍କ ପାଖରେ ଥାନ୍ତି ଶ୍ରଦ୍ଧେୟ ଧୀରେନ ଦା। ରାତିରେ ଅବା ଦିନରେ ସେ ମାଙ୍କ ନିକଟରେ ଆନନ୍ଦ ବଜାର ଶେଷ ହେବାର କଥା କହିଲେ ପରମାରାଧ୍ୟ ଶ୍ରୀ ଶ୍ରୀ ବଡ଼ ମାଙ୍କର ଭୋଗ ଓ ଶ୍ରୀ ଶ୍ରୀ ବଡ଼ଦାଙ୍କର ଭୋଗ ହୁଏ। ଏହିପରି ମଧ୍ୟ ଦେଖାଯାଇଛି, କେହି ଅଭୁକ୍ତ ଅବସ୍ଥାରେ ଥିଲେ ଶ୍ରୀ ଶ୍ରୀ ମା ତାଙ୍କରି ଭୋଗ୍ୟ ବସ୍ତୁ ଦେଇଥାନ୍ତି। କାହାକୁ ମଧ୍ୟ ନିଜର ଅଭୁକ୍ତ ଅବସ୍ଥାର କଥା କହନ୍ତି ନାହିଁ। ମୁଁ ସେତେବେଳେ ନୂଆ ନୂଆ ରହୁଥାଏ। ଆନନ୍ଦ ବଜାରରେ ପ୍ରସାଦ ପରିବେଷଣ କରେ। ଦିନେ ମୁଁ ନ ଖାଇ ଆସି ଶୋଇପଡ଼ିଲି। ଭାବିଲି ମା ମୋତେ ନିଶ୍ଚିତ ଦୟାକରି ଡାକିବେ। ଆଉ ସତକୁ ସତ ତାହା ହିଁ ହେଲା। ଲକ୍ଷ୍ମୀ ମାଙ୍କ ପାଖରେ ଦୟାଳ ଠାକୁରଙ୍କର ଭୋଗ ମନ୍ଦିରରେ ଯୋଗାନ ଦେବା ଓ ରନ୍ଧନ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ରହୁଥାନ୍ତି ଶ୍ରଦ୍ଧେୟ ଯଜ୍ଞେଶ୍ୱର ଝା। ସେତେବେଳେ ବେଳ ପ୍ରାୟ 2ଟା। ମୁଁ ନିଦ୍ରାରେ ଥିବା ଅବସ୍ଥାରେ ସେ ଆସି ମୋତେ ଡାକିଲେ। କହିଲେ, ଉପବାସରେ ଶୋଇପଡ଼ିଛ, ସ୍ନେହମୟୀ ମା ଡାକୁଛନ୍ତି, ଖାଇବ ଆସ। ପରମ ଆନନ୍ଦରେ ମନଟା ମୋର ଭରି ଉଠିଲା। ସଜଳ ନୟନରେ ପରମାରାଧ୍ୟା ମାଙ୍କ ପାଖରେ ପହଞ୍ଚିଲି ଓ ପରମ ଦୟାଲ ଶ୍ରୀ ଠାକୁରଙ୍କର ମହାପ୍ରସାଦ ପାଇ ଧନ୍ୟ ଓ ସାର୍ଥକ ହେଲି। ମୋର ଅଭୁକ୍ତ ଅବସ୍ଥା ସେ ଦିବ୍ୟ ଦର୍ଶନ ଦ୍ୱାରା ଜାଣିପାରିଲେ। ଏହା ହିଁ ଭାବିବାର କଥା ଓ ଏହା ହିଁ ହେଉଛି ଅକିଞ୍ଚନର ସୌଭାଗ୍ୟ। ନିର୍ଦ୍ଦିଷ୍ଟ ଦିନର କଥା ଲେଖା ନଥିବା ଯୋଗୁଁ ଲେଖାରେ ସ୍ଥାନ ପାଇ ହେଲା ନାହିଁ। ତେବେ ଯେତେଦୂର ମନେ ପଡ଼େ ଏହା 1954 ମସିହାର କଥା। ଏହିପରି ଆଉ ଗୋଟିଏ ଘଟଣା ଯେତେଦୂର ମନେ ପଡ଼େ, ସାଲଟା 1957 ମସିହା ପୂଜା ଉତ୍ସବର ସମୟ। ସେତେବେଳର ଉତ୍ସବରେ 2000 ଠାରୁ 3000 ଭକ୍ତଙ୍କର ସମାଗମ ତାଙ୍କରି ଲୀଳାକ୍ଷେତ୍ର ଦେଓଘରରେ ହୁଏ। ସେତେବେଳେ ଲୋକ ମଧ୍ୟ କମ୍। ଅର୍ଥାଭାବର ଉତ୍ପୀଡ଼ନରେ ମଧ୍ୟ ପରମ ଦୟାଲ ଶ୍ରୀ ଠାକୁରଙ୍କର କରୁଣା ଭକ୍ତମାନେ ଅନୁଭବ କରି ଅତ୍ୟନ୍ତ ଆନନ୍ଦ ବିହ୍ୱଳ ହୋଇ ସବୁକିଛି ଭୁଲି କାମ କରି ଚାଲିଥାନ୍ତି। ମୁଁ ସେତେବେଳେ ଆଶ୍ରମରେ ତାଙ୍କ ଶ୍ରୀଚରଣ ତଳେ ରହୁଥାଏ। ଏତେ ଅଭାବ ଯେ ଖଣ୍ଡିଏ ଲୁଗା ମଧ୍ୟ କରି ହୁଏ ନାହିଁ। ଖଣ୍ଡିଏ ଲୁଗା ଧୋଇ ଶୁଖେଇ ପିନ୍ଧିବାକୁ ପଡ଼ୁଥାଏ। ସେ ଲୁଗା ଖଣ୍ଡକ ଚିରିଗଲା। ତାହାକୁ କୌଣସି ମତେ ମଧ୍ୟ ସାବଧାନତାର ସହ ବ୍ୟବହାର କରୁଥାଏ। ପରମ ଦୟାଲ ଶ୍ରୀ ଠାକୁର ବସିଛନ୍ତି, ଭକ୍ତମାନେ ମଧ୍ୟ ସମୀପରେ ବସିଥାନ୍ତି। ଦିନକର କଥା, ମୁଁ ଏହି ଅକିଞ୍ଚନ ଯାଇ ପହଞ୍ଚିଲି ତାଙ୍କରି ସମୀପରେ। ଦୃଷ୍ଟି ପଡ଼ିଲା ତାଙ୍କରି ମୋ ଉପରେ। ସେ ଶ୍ରୀମୁଖରେ ହଠାତ୍ ନିର୍ଦ୍ଦେଶ ଦେଲେ, ତୁ 5 ଯୋଡ଼ା ଡାକେଶ୍ୱରୀ କଟନର ମିଲ୍ର ଶାଢ଼ୀ ଓ 10 ଯୋଡ଼ା ସେନଗୁପ୍ତ ମିଲ୍ର ବ୍ରାସଲେଟ୍ ଧୋତି ଦେଇପାରିବୁ? ମୁଁ କହିଲି, ଆଜ୍ଞା ଦେଇପାରିବି। ଶ୍ରୀ ଠାକୁର କହିଲେ,
ଯା ଏଇ କ୍ଷଣେ ନେଇ ଆ। ଆସାମର ଜଣେ ରିତିକ ନା ତାଙ୍କରି ଟଙ୍କେଶ୍ୱର ସୁତିଆ ସେ ଠିଆ ହୋଇଥିଲେ। ସେ କହିଲେ, ଦାଦା ଆପଣଙ୍କର କପାଳଟି ବହୁତ ଭଲ, ଭାଗ୍ୟବାନ ଆପଣ। ଦୟାଳ ଠାକୁରଙ୍କ ଶ୍ରୀମୁଖରୁ ଆଶୀର୍ବାଦ ଆପଣ ପାଇଲେ। ମୁଁ ଆପଣଙ୍କୁ ସାହାଯ୍ୟ କରିବି, ଆସନ୍ତୁ ମୋ ସାଥିରେ। ସେତେବେଳେ ଆସାମରୁ ଗୁରୁ ଭାଇ ଅଧିକାଂଶ ଆସିଛନ୍ତି। ଆସାମୀ ଭାଇମାନେ ବଡ଼ ଉଦ୍ବୁଦ୍ଧ ହୋଇ ଦୟାଳଙ୍କ ନିର୍ଦ୍ଦେଶ ପାଳନ ନିମନ୍ତେ ଭିକ୍ଷା ପ୍ରଦାନ କଲେ। ସେନଗୁପ୍ତର ଧୋତି ଗୋଟିଏ 6 ଟଙ୍କା 50 ପଇସା ହିସାବରେ ସମୁଦାୟ 130 ଟଙ୍କା ଏବଂ ଶାଢ଼ୀ ଗୋଟିଏ 14 ଟଙ୍କା ହିସାବରେ ସମୁଦାୟ 140 ଟଙ୍କା ହୋଇଗଲା। ତାହାପରେ ସେଦିନ ବଜାରରୁ ଆଣି ପରମ ଦୟାଳଙ୍କ ନିକଟରେ ନିବେଦନ କଲେ। ଦୟାଲ ଅତ୍ୟନ୍ତ ଖୁସି ହେଲେ ଓ ସଙ୍ଗେ ସଙ୍ଗେ ଯାହାକୁ ଦେବାକୁ ନିର୍ଦ୍ଦେଶ ଦେଲେ ସେମାନଙ୍କୁ ଦିଆଗଲା। ତାଙ୍କରି ଅପରିସୀମ ଦୟା ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରଚୁର ଲୁଗାପଟା ମୋତେ ମିଳିଛି। ଚିରାଫଟା ଲୁଗା ଜାମା ବ୍ୟବହାର କରିବାକୁ ହେଉନାହିଁ। ତେଣୁ ସଦ୍ଗୁରୁଙ୍କର ଅସୀମ ଦୟା। ଏହା ହିଁ ଥିଲା ଚନ୍ଦ୍ରଶେଖର ମହାପାତ୍ର ଦାଦାଙ୍କର ଦିବ୍ୟ ଅନୁଭୂତିର କଥା। ବାସ୍ତବ ଭାବରେ ଏହିପରି ବହୁତ ମଣିଷଙ୍କର ବହୁତ କିଛି ଅନୁଭୂତି ରହିଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଏବଂ ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ ମାଙ୍କୁ ନେଇ। କେବଳ ସେତିକି କାହିଁକି, ଆଜି ପର୍ଯ୍ୟନ୍ତ ଏହି ଲୀଳା ଅଦ୍ୟାବଧି ଚାଲି ରହିଅଛି ଆଚାର୍ଯ୍ୟ ପରମ୍ପରାଙ୍କର ଭିତର ଦେଇ। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଏହିପରି କିଛି ଦିବ୍ୟ ଘଟଣାବଳୀକୁ ନେଇ ଆପଣମାନଙ୍କ ସମ୍ମୁଖରେ ପୁଣି ଥରେ ପହଞ୍ଚିବାର ପ୍ରଚେଷ୍ଟା ଜାରି ରହିବ। ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ।